श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवम। भागवत महापुराण दशम स्कंध 83तम अध्याय। चैनल जदि नुआ अछंती चैनल टी को सब्सक्राइब करी बेल आइकन को प्रेस करी दियंतु। प्रतिदिन सकाळ 6टाରୁ 7टा पर्यंत भागवत गोटिए अध्याय हेउ पछे निश्चय श्रवण करंतु। ताहले आसंतु आरंभ करिबा। दंत विकट विदुरथ विनाश कले जदुनाथ। राम बधिले मुनिसुत तेयाओ शिरे चरित। श्रीशुक उवाच बोलन्ति व्यासंक नंदन राजन हुओ सावधान। मले जे सालो शिशुपाल युद्धे पंडक महाबल। एहांक सखा दंत वक्र कृष्णे साधिला रिपुचक्र। सुहृद धर्म पर लोके देखाई युद्ध कला एके। एका पादंती कोप करी दक्षिण भुजे गदा धरी। धरणी कंपे पाद भरे मिलिला कृष्णर छामुरे। देखि ताहार महाकाय सतरे प्रभु देवराय। रथ ओह्लाई पादे गमी धाइले करे गदा घेनी। समुद्र लंघे जेन्हे तीर कृष्ण मिलिले ता छामुर। कृष्ण को देखी गदा तोली कोपे बोलई महाबली। आज मोहर भाग्य राशि तुमर दुष्टि पथे आसी। पड़िलु जीवु आउ काहे रे दुष्ट मुख तो न चाहे। मोर मातुल सुत तुही स्वभावे अटु मित्र द्रोही। धिक तोहर शस्त्र शिक्षा तोते मारणे मोर इच्छा। ए वज्र कल्प गदा घाते आज पेशी बीजम पथे। तोहर संगे करी रण आज सुझिबी भ्रातृ ऋण। तो बंधु रिपु मो बैरी मु आज रणे तोते मारी। निश्चिंते होइबी आनंद व्याधि की जैसने औषध। रोग न मले देह मरे व्याधि चिकित्सा जे न करे। एमंते कटु वाक्य बोली दक्षिण भुजे गदा तोली। पिटिला गोविंदर मुंडे घोर शबद करी तुंडे। गदा प्रहारे रण मध्ये गोविंद न चलिले पादे। विषम गदा घात सही तक्षणे प्रभु भावग्राही। कौमोदकी गदा करे कोपे पिटिले ता उपरे। पुण कौमदी गदा बेगे कोपे बुलाई शून्य मार्गे। हुंकार करी बाहु बळे पिटिले तार बक्षस्थळे।
ଗଦା ପ୍ରହାରେ ହୃଦ ଫାଟି ପଡ଼ିଲା ମହି ତଳେ ଲୋଟି। ତୁଣ୍ଡରୁ ଗଳଇରୁ ଧୀର ଜନେ କରନ୍ତି ହାହାକାର। ପ୍ରସାରି କେଶ ପାଦ କର ରଣେ ପଡ଼ିଲା ମହାବୀର। ତାର ଶରୀରୁ ଶୂନ୍ୟ ତେଜ ଯେହ୍ନେ ଉଦିତ ଗ୍ରହରାଜ। ପଶିଲା କୃଷ୍ଣ ଦେହ ମଧ୍ୟେ ଗଗନେ ଦେଖନ୍ତି ବିବୁଧେ। ଧର୍ମନନ୍ଦନ ସଭା ମଧ୍ୟେ ଯେମନ୍ତେ ଶିଶୁପାଳ ବୋଧେ। ଦେଖିଣ ଦନ୍ତ ବକ୍ରହତ ତାହାର ଭ୍ରାତ ବିଦୁରଥ। ଭାଇ ମରଣ ଶୋକେ ତାପି ରୋଷେ ବଦନ ଓଷ୍ଠ ଚାପି। ଖଡ଼ଗ ଚର୍ମ କରେ ଧରି କୃଷ୍ଣଙ୍କୁ ସମରେ ଆବରି। ନିଷ୍ଠୁର ବାକ୍ୟ କହେ ତୁଣ୍ଡେ ବଜ୍ର ପ୍ରହାର ଯେହ୍ନେ ମୁଣ୍ଡେ। ଦେଖି ତାହାର ବ୍ୟଗ୍ର ଗତି ଚକ୍ର ପ୍ରହାରେ ଯଦୁପତି। ବେଗେ ଛେଦିଲେ ତା କପାଳ ବିରାଜେ କିରୀଟ କୁଣ୍ଡଳ। ମୁଣ୍ଡ ପଡ଼ିଲା ଭୂମି ଗତେ ପ୍ରାଣ ପଶିଲା ଗୋପୀନାଥେ। ଏମନ୍ତେ ସାଲୋ ଶିଶୁପାଳ ସଂହାରି ମଦନ ଗୋପାଳ। ଦନ୍ତ ବିକଟ ବିଦୁରଥ କୃଷ୍ଣର ହସ୍ତେ ହୋଇ ହତ। ପଶିଲେ ଅଭୟ ଚରଣେ ଯେ ଅବା ମଲେ କୃଷ୍ଣ ରଣେ। ମୁନି କରନ୍ତି ଜୟ ବାଣୀ ପୁଷ୍ପ ବରଷି ସ୍ତୁତି ଭଣି। ଦୁନ୍ଦୁଭି ବାଜେ ସୁର ଲୋକେ ନାରୀ ନାଚନ୍ତି କୌତୁକେ। ଯକ୍ଷ କିନ୍ନର ବିଦ୍ୟାଧରେ ଗନ୍ଧର୍ବେ ଗାବନ୍ତି ସୁସ୍ୱରେ। କୃଷ୍ଣ ବିଜୟ କୌତୁକେ ଆନନ୍ଦ ପୁର ନର ଲୋକେ। ଯାଦବ ବଳ ସଙ୍ଗେ ହରି ପ୍ରବେଶ ଦ୍ୱାରକା ନଗରୀ। ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାं ସଂହିତାୟାं ଦଶମସ୍କନ୍ଧେ ଦନ୍ତବକ୍ର ବିଦୁରଥ ବୋଧ ନାମ 83ତମ ଅଧ୍ୟାୟ। 84ତମ ଅଧ୍ୟାୟ। ଶ୍ରୀଶୁକ ଉବାଚ କହନ୍ତି ବ୍ୟାସଙ୍କର ସୁତ କୃଷ୍ଣ ମହିମା ଭାଗବତ। ଏମନ୍ତେ ପ୍ରଭୁ ନରହରି ମନୁଷ୍ୟ ରୂପେ ଅବତରି। ସ୍ୱଭାବେ ମାୟା ଅପ୍ରମିତ ସେ କାହୁଁ ହେବେ ପରାଜିତ। ଏ ନର ପଶୁଙ୍କର ମତ ଏ ନୁହେଁ ପୁଣି ପରମାର୍ଥ। ତାହାଙ୍କୁ ପୀଡ଼ନ୍ତି ଅସୁରେ ବିନାଶ ହୁଅନ୍ତି ସମରେ। ଏବେ ହୋ ଶୁଣ ନୃପମଣି ଦ୍ୱାରକାପୁରେ ହଳ ପାଣି। କୁରୁ ପାଣ୍ଡବ ଘୋରତମ ଜାଣିଲେ ଯୁଦ୍ଧର ଉଦ୍ୟମ। ମଧ୍ୟସ୍ଥ ପଣେ ଯଦୁପତି ତୀର୍ଥ ଗମନେ ବ୍ୟାଜମତି। ଯାଇ ମିଳିଲେ କୁରୁକ୍ଷେତ୍ର ପରଶୁରାମର କୀର୍ତ୍ତି ଯତ୍ର। ସ୍ନାହାନ ସାରି ରାମ ହୃଦେ ଦେବତା ପିତୃଙ୍କୁ ଆନନ୍ଦେ। ଜଳ ତର୍ପଣେ ତୋଷି ମନ ବ୍ରାହ୍ମଣେ ଦେଇ ମହିଦାନ। ଗମନ୍ତି ସରସ୍ୱତୀ ତୀରେ ସଙ୍ଗେ ସକଳ ବିପ୍ରବରେ। ପୃଥୁଦକ ବିନ୍ଦୁସର ଏବେନି ତୀର୍ଥେ ହଳଧର।
ପିତୃଦେବତା ବିପ୍ର ପୂଜି ତ୍ରେତକୂପକୁ ପୁଣ ଭଜି ସୁଦର୍ଶନ ସୁବିଶୀଳ ଏବେ ନିତୀର୍ଥେ କାମ ପାଳ ଆନନ୍ଦେ ସାରି ନିତ୍ୟ କର୍ମ ବ୍ରହ୍ମ ତୀର୍ଥରେ ଆଗମନ ପୁଣ ମିଳିଲେ ଚକ୍ର ତୀର୍ଥେ ସୁପ୍ରାଚୀ ସରସ୍ୱତୀ ପଥେ ଯମୁନା ସ୍ନାନ ସାରି ଧୀରେ ଆସି ମିଳିଲେ ଗଙ୍ଗା ତୀରେ ତହୁଁ ଚଳିଲେ ଶୁଦ୍ଧ ମନେ ମିଳିଲେ ନଈ ମିଶାରଣେ 60,000 ବ୍ରହ୍ମ ଋଷି ଯଜ୍ଞ କରନ୍ତି ତହିଁ ବସି ରାମଙ୍କୁ ମୁନି ଜନେ ଦେଖି ତକ୍ଷଣେ ଆସନ ଉପେକ୍ଷି ପାଛୋଟି ଗଲେ କିଛି ଦୂରେ ପୂଜିଲେ ଅତିଥି ବ୍ୟବହାରେ ଆଦରେ ଆଣି ତୋଷ ମନେ ରାମଙ୍କୁ ବସାଇ ଆସନେ ସ୍ତୁତି କରନ୍ତି ମୁନିଗଣ ଏମନ୍ତେ ଲୋମ ହରଷଣ ବ୍ୟାସଙ୍କ ଶିଷ୍ୟ ସେ ଯୁକତେ ଆସନେ ରାମର ଗ୍ରତେ ବସି କହନ୍ତି କୃଷ୍ଣ କଥା ଦେଖି ପାଇଲେ ରାମ ବ୍ୟଥା ମନେ ଭାଳନ୍ତି ରାମ ଚିତେ ଏତ ବଜ୍ଞା କଲା ମତେ ଏ ଶୂଦ୍ର ହୋଇ ବିପ୍ର ମଧ୍ୟେ ଧର୍ମାଦି ଶିକ୍ଷା ଅନୁବାଦେ ଗୁରୁଙ୍କ ପ୍ରାୟ ଗର୍ବ କଲା ମୋତେ ଆସନ ନତେ ଜିଲା କେମନ୍ତେ ଧର୍ମ ବିପ୍ରଜନେ କହେ ଅନୁବାଦ ବଦନେ ଏ ବଡ଼ ମତେ ବିପରୀତ ସ୍ୱଭାବେ ପ୍ରତି ଲୋମ ଜାତ ଯେଣୁ ଏ ବ୍ୟାସଙ୍କର ଶିଷ୍ୟ ଜାଣଇ ଯେ ଭୂତ ଭବିଷ୍ୟ ପୁରାଣ ଇତିହାସ ଆଦି ଏ ସର୍ବଧର୍ମ ଶାସ୍ତ୍ରବାଦୀ କେବଳ ଆତ୍ମାକୁ ନ ଜାଣେ ଅବିନିତ ଏ ପରମାଣେ ଦମ୍ଭେ ପଣ୍ଡିତ ବୋଲାଇ ମୋତେ ନ ଜାଣେ ଗର୍ବ ବହି ନଟର ପ୍ରାୟ ଦୁରାଚାର ସ୍ୱଭାବେ ଗର୍ବ ଅହଙ୍କାର ଏହାର ଧର୍ମ ବିଦ୍ୟା ଯେତେ ନିଶ୍ଚେ ନୁହନ୍ତି ଗୁଣ ଅର୍ଥେ ଏହାକୁ ଦଣ୍ଡିବାର ଅର୍ଥେ ମୋ ଅବତାର ଏ ଜଗତେ ଏମନ୍ତେ ହୃଦୟରେ ବିଚାରି ଅନନ୍ତ ବଳ ଆଗସରି ଯେ ରାମ ଆତ୍ମା ଗୁଣେ ରତ ବିଧାତା ଫଳ ବିପରୀତ ହସ୍ତେ ଯେ ଥିଲା କୁଶମୁଷ୍ଟି ତାମସ ଗୁଣେ କୋପ ଦୃଷ୍ଟି କୁଶକୁ ଘେନି ଅତି କୋପେ ମିଳିଲେ ତାହାର ସମୀପେ କୋପେ ପ୍ରଚଣ୍ଡ ଗୁରୁତର କୁଶେ ଛେତିଲେ ତାର ଶିର ହାହାସବଦେ ବିପ୍ରଜନେ ରାମଙ୍କୁ ଚାହିଁ ଖେଦ ମନେ ଶଙ୍କରଷଣ ମୁଖ ଚାହିଁ ବୋଲନ୍ତି ଶିରେ କର ଦେଇ ଭୋନାଥ ଜଗତ କାରଣ ଏ ବଡ଼ ପାପ ଆଚରଣ
आगम निगम ए बाद प्रत्यक्षे कल ब्रह्मबोध भोनाथ महायज्ञार्थे एहाको ओणाई समस्ते ब्रह्म आसने बसाइलु बल आयुष विस्तारिलु स्थापिलु करी अभिमत जावत यज्ञ समापत तू एबे कलु एड़े कर्म एबे आचर दीक्षा धर्म तू जोगेश्वर भगवान पाळ तू निगम वचन लोक संग्रह हेतु कर ए ब्रह्मबोध प्रतिकार शुणी चकित हलधर बोलंती जोड़ी बेनी कर नमस्ते ब्रह्म ऋषिगण कह ए हत्यार कारण लोक व्यवहारे यथा विधि प्रथम कल्पे जे प्रसिद्धि कह कि करिबि उपाय जे मन्ते हत्या जीव क्षय मु पुण तुम्भ यज्ञार्थे साधिबि निज जोग मते एहांकु जियाइबि मोहि बल शौर्य बुद्धि देई स्थापिबि ए मोहर सत्य जावत यज्ञ समापत एमन्ते राम वाक्य शुणी विप्रे बोलन्ति मने गुणी भोनाथ शुण हलधर ए सत्य वचन आंभर मरणे नहि बये ग्रस्त तोहर वचन जे मंत यज्ञे थिव आंभ मेले धर्म प्रसंग प्रश्न काले विप्रंक वाक्य साधु बाणी राम बोलंती ताहा शुणी आत्मारु आत्मार संभूत ए वेद वाक्य अनुगत एहार पुत्र को बसाई बल आयुष बुद्धि देई पिता हूँ हेउ गुण कर एमंत कही हलधर तार पुत्र को सावधाने बसाई पितार आसने बोइले हुओ ज्ञान सिद्धि पिता हूँ अधिक सुबुद्धि एमन्ते स्थापी तार सुत बोलंती रेवतीर कांत एबे करिबि किस कह विचारी मोते आज्ञा दिय शुणी आनंदे मुनि गण बोलंती शुण संकर्षण इल्लोल नामे महासुर बल्लोल ताहार कुमर नित्य पार्वण जोगे आसे आंभर यज्ञ कर्म नासे से दुराचार नाश गले यज्ञ करिबु आंभे भले शशि प्रलय निशि जाणी 30 दिवस से गणी रात्रे मिलई
ଯଜ୍ଞଶାଳେ ରାକ୍ଷସ ମାୟା ଯୋଗ ବଳେ ପୂଜ ଶୋଣିତ ମଳମୂତ୍ର କୁଣ୍ଡେ ବରସେ ଅପ୍ରମିତ ତାହାକୁ କର ନାଥ ହତ ଆମ୍ଭଙ୍କୁ କରାଅ ନିଶ୍ଚିତ ଭାରତ ମଧ୍ୟେ ଯେତେ ପୁରୀ ଦକ୍ଷିଣ ପ୍ରଦକ୍ଷିଣ କରି ଏମନ୍ତେ ଦ୍ୱାଦଶ ଯେ ମାସ ଭ୍ରମିବ ପୁର ଗ୍ରାମ ଦେଶ ଏମନ୍ତେ ହତ୍ୟା ଜୀବନାଶ ନିର୍ମଳେ ନିଜ ପୁରେ ବାସ ବୋଲଇ ବିପ୍ର ଜଗନ୍ନାଥ ତା ଶୁଣି ରାମ କୃତକୃତ୍ୟ ଅସୁର ଆଗ ମନ ଚାହିଁ ଯଜ୍ଞେ କହିଲେ ତୋଷ ହୋଇ। ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां दशमस्कन्धे बलभद्रेण सुतवध नाम 84तम अध्याय। 85तम अध्याय। पंचाशीरे कामपाळ विनाशी असुर बल्लोळ सुत मुनिंक बध दोष तीर्थ स्नान रे कले नाश। श्री शुकवाच शुक बोलंती राजागे राक्षस मिली यज्ञ भागे शशि पार्वण रात्र काले प्रचंड बात संग मेले धूली पूरिला 10 दिशे कुचित पूज गंध बासे बल्लोळ वीर महारोषे आच्छादिय मेध्य बरसे यज्ञनाशने महावीर माया प्रकाशे अंधकार भये चाहन्ति ब्रह्म मुनि मिलिला हस्ते शूल घेनि घोर प्रचंड महाकाये ओष्ठकामणि कोपे चाहे तार बदन चाहि पासे अनल खंड प्राय दिशे तपत तंभा प्राय दाढ़ी बदन शुभे घोर रड़ी विकट दंत तार मुखे भ्रुकुटी कुटिल तिर्यके देखि ताहार दुष्ट गति हल सुमरी जदुपति हस्त पातिले शून्य मार्गे हल मिलिला आसिबेगे घोर दानव निवारणे मुसळ मिलिला तक्षणे गगने देखि ता शरीर लंगळ अग्रे नीलांबर आकर्षि आणी यज्ञ दांडे मुसळ प्रहारिले मुंडे तक्षणे होई खंड खंड तळे पडिला मृत पिंड रुधिर गळे ता बदने प्राण छाडिला घोर सोने सबद 10 दिगे पुरी बासव वज्रे जेन्हे गिरी अबनी होइला उश्वास ब्राह्मणे मिली राम पास
କଲ୍ୟାଣ କରନ୍ତି ଆନନ୍ଦେ ନିଗମ ବାକ୍ୟ ଅନୁବାଦେ ପୁଷ୍ପ ବରଷି ସ୍ତୁତି ଭଣି ସୁନ୍ଦର ଦିଶ ହି ଧରଣୀ ରାମେ ପୂଜିଲେ ମହାଜନେ ବୃତ୍ର ବିନାଶେ ଇନ୍ଦ୍ର ଜେହ୍ନେ ନାନା କୁସୁମେ ପରିମଳ ହୃଦେ ଲମ୍ବାଇ ବନମାଳ ନୀଳ ଦୁକୁଳ ରତ୍ନମଣି ପୂଜିଲେ ହର ସରେ ଘେନି ବ୍ରାହ୍ମଣେ ହୋଇ ଅନୁଜ୍ଞାତ ହର ସେ ରୋହିଣୀର ସୁତ ଚଳିଲେ ତୀର୍ଥର କାରଣେ ମିଳିଲେ କର ଶିକିସ୍ଥାନେ ତକ୍ଷଣେ କୌଶିକି ଜଳେ ସ୍ନାନ ସାରିଲେ ବିପ୍ର ମେଳେ ମିଳିଲେ ମାନ ସରୋବରେ ଯହୁଁ ସରଜୁ ଅବତରେ ସରଜୁ ଅନୁସ୍ରୋତେ ବଳି ବେଣୀ ପ୍ରୟାଗେ ଯାଏ ମିଳି ଗଙ୍ଗା ଯମୁନାର ସଙ୍ଗମେ ପ୍ରୟାଗ ତୀର୍ଥେ ଶୁଦ୍ଧ ମନେ ରାମ ସାରିଲେ ନିତ୍ୟ କର୍ମ ପିତୃଦେବଙ୍କୁ ଜଳଦାନ ପୁଲହାଶ୍ରମ ତହୁଁ ଗଲେ ଋଷି ବ୍ରାହ୍ମଣଙ୍କର ତୁଲେ ସୁଖେ ଗମିଣ ଯଦୁପତି ମିଳିଲେ ଗଣ୍ଡୁକୀ ଗୋମତି ବିପାଶା ଶୋଣ ନଦୀ ଜିଣି ଗୟା ଗମିଲେ ହଳ ପାଣି ପିଣ୍ଡେ ଉଧରି ପିତୃଗଣ ତହୁଁ ଚଳିଲେ ତ ସମନ ତହୁଁ କେତେ ଦିନ ଚଳି ଗଙ୍ଗା ସାଗରେ ଯାଇ ମିଳି ସ୍ନାନ ସାରିଣ କାମ ପାଳ ଚଳିଲେ ମହେନ୍ଦ୍ର ଚଳ ତହିଁ ଦେଖିଲେ ପରଶୁରାମ ସେ ଯୋଗୀ ଜନେ ଶୁଦ୍ଧ ଧାମ ତାହାଙ୍କୁ କରି ନମସ୍କାର ଗମନ କଲେ ହଳଧର ଶପଥ ଗୋଦା ବରିବେଣୀ ପମ୍ପା ଯେ ଭୀମ ରଥି ଜେଣେ କାର୍ତ୍ତିକେୟଙ୍କୁ ଦେଖିବାରେ ମିଳିଲେ ଯାଇ ଶ୍ରୀଶୈଳେ ରୁଦ୍ରଙ୍କୁ କରି ନମସ୍କାର ଦ୍ରବିଡ଼େ ଗଲେ ହଳଧର ବେଙ୍କଟ ପ୍ରଭୁ ଦର୍ଶନ ଆନନ୍ଦେ ରୋହିଣୀ ନନ୍ଦନ ତହୁଁ ଚଳିଲେ ତପନିଷ୍ଠି ପୁଣି ମିଳିଲେ କାମ କୋଟି କାଞ୍ଚି କାବେରୀ ତହୁଁ ଗଲେ ଯୋଗୀ ଜନଙ୍କ ସଙ୍ଗ ମେଳେ ଶ୍ରୀରଙ୍ଗ ତୀର୍ଥ ତହିଁ କରି ନିତ୍ୟ ସନ୍ନିଧେ ଯହିଁ ହରି ଋଷଭଗିରି ବିଷ୍ଣୁ ସ୍ଥାନ ତହୁଁ ଚଳିଲେ ମଧୁବନ ଦକ୍ଷିଣ ମୁଖେ ଅପ୍ରମାଦେ ରାମ ଚଳିଲେ ସେତୁ ବନ୍ଧେ ଦୂରିତ ଦହେ
दर्शन राम पूजिले तो समने रघुनाथंक प्रिय अर्थे धेनु उत्सर्गिले अयुते तहु आनंदे काम पाळ मिलिले पुण्य कृतमाळ तहु चलिले ताम्रपर्णी संगे अनेक विप्रभेनी मलय कूला चल देशे मिली अगस्ती मुनि पासे चरणे करी नमस्कार आशीष घेनी ताहांकर दक्षिण सिंधु तीरे मिली राम देखिले भद्रकाली दुर्गा निकट कुंभ मासे राम चलिले मन तोषे उत्तम पंच अपसर तहि मिलिले हलधर जहि गोविंद सन्निहित तहि उत्सर्गी धेनु जोथ तहु आनंदे बलराम केरल नगरे आगम त्रिगर्त देश तहु देखी राम मिलिले ज्वालामुखी गोकर्ण तीर्थ महास्थान जहि धूर्जटी सन्निधान तहु भेटिले आर्या देवी व्यास नंदिनी पादे सेवी तहु गमन पूर्व मुखे मिलिले जाई सुरपारके तापी पयस्नी विंध्या सेवी दंडकारण्य पुण्य भुवि तहु गमन रेवातीरे प्रवेश माहि स्मृतिपुरे स्नान करी मनोतीर्थे धेनु उत्सर्गी शिवर्थे संतोषे रोहिणी नंदन प्रभासे पुणे आगमन बंदिले विप्रंक चरण सुख बोलंती राय सुण कुरु पांडव युद्धवाणी विप्रंक मुख राम शुणी अनेक राजा गले नाश बलाक्षहिणी अष्टादश शुणी सानंद हलधर बोलई गला मही भार सुजने नाही दुष्ट बाधा युद्ध होइला शेष गदा शेषे बुझंती बेनिजन दुर्जय भीम दुर्योधन विषम शुणी गदा युद्ध राम मिलिले रण मध्य रामंकु देखी धर्मसूत संगे अछंती तीने भ्रात कृष्ण अछंती तांक मेळे ता देखी राम सुख भोळे कृष्णंकु आलिंगन करी धर्मनंदन
ଗୋବିନ୍ଦ ରାମ ପାଦେ ନମି କିଛି ନ ବୋଲି ହେଲେ ତୁନି ରାମ ଚାହିଁଲେ ବେନି ବୀର ଗଦା ସମରେ ମହାଘୋର ବାରିବା ଅର୍ଥେ ବିଚାରିଲେ ଦେଖି ଗୋବିନ୍ଦ ମାୟା କଲେ ଦେଖି ମଣ୍ଡଳ ଗଦା ଗତି ବୋଲନ୍ତି ରେବତୀର ପତି ଶୁଣ ହୋ ଦୁର୍ଯ୍ୟୋଧନ ଭୀମ ଗଦା ସମରେ ତୁମ୍ଭେ ସମ ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନ ବଳେ ଅଧିକ ଭୀମସେନ ଏ ଗଦାରଣେ ଫଳ ନାହିଁ ସଂଗ୍ରାମ ଛାଡ଼ ଦୁଇ ଭାଇ ଗଦା ପ୍ରହାରେ ଦୃଢ଼ମତି ରାମର ବାକ୍ୟ ନ ଶୁଣନ୍ତି ଘୋର ସମରେ ପ୍ରହାରନ୍ତି ରାମ ଦେଖିଲେ ତାଙ୍କ ଗତି ବଦ୍ଧ ବୈର ବିଚାରନ୍ତି ଆନନ୍ଦ ମନେ ଦ୍ୱାରାବତୀ ମିଳିଲେ ରୋହିଣୀ ନନ୍ଦନ ଦେଖି ଆନନ୍ଦ ଉଗ୍ରସେନ ବନ୍ଧୁ ବାନ୍ଧବ ଯଦୁବଳ କରନ୍ତି ଜଣେ ଜଣେ କୋଳ ଏମନ୍ତେ ରହି ଦିନା କେତେ ମିଳିଲେ ନଈ ମିଶ ତୀର୍ଥେ ଯଜ୍ଞେ ଯେ ଥିଲେ ମୁନି ଜନେ ତକ୍ଷଣେ ରାମର ବଚନେ ରାମଙ୍କୁ କରାଇଲେ ଜାଗ ନିବୃତ୍ତି କ୍ରିୟା ଅନୁରାଗ ସନ୍ତୋଷେ ରୋହିଣୀ ନନ୍ଦନ ମୁନିଙ୍କି ଦେଲେ ଦିବ୍ୟ ଜ୍ଞାନ ଯାହାର ମାୟା ବଳେ ବିଷ ରବିର ପ୍ରାୟ ଦୃଶ୍ୟାଦୃଶ୍ୟ ସଙ୍ଗତେ ଘେନି ନିଜ ନାରୀ ସେ ଅବଭୃତ ସ୍ନାନ କରି ସୁହୃଦ ବନ୍ଧୁ ସଙ୍ଗେ ଥାଇ ଶଶାଙ୍କ ପ୍ରାୟ ବିରାଜଇ ଏ ଆଦି ଯେତେ ଗୁଣ କର୍ମ ରାଜନ ଏକ ମନେ ଶୁଣ ମାୟା ମନୁଷ୍ୟ ଅବତାର କେ କହୁ ମହି ମାତାଙ୍କର ଏ ରାମ କର୍ମ ଯେ ଶୁଣନ୍ତି ମାୟା ଗହନେ ନ ପଡ଼ନ୍ତି ଉଭୟ ସନ୍ଧ୍ୟା କାଳେ ଶୁଣି ବିଷ୍ଣୁ ସେବକ ଯେତେ ପ୍ରାଣୀ ଲଭନ୍ତି ଭକତି ଯେ ତତ୍ତ୍ୱ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ଦଶମସ୍କନ୍ଧେ ବଳଦେବ ତୀର୍ଥଯାତ୍ରା ନିରୂପଣମ୍ ନାମ ପଞ୍ଚାଶତିତମୋଧ୍ୟାୟ ଷୋଡ଼ଶୀତିତମ ଅଧ୍ୟାୟ ଶ୍ରୀକୃଷ୍ଣ ଶ୍ରୀଦାମାର ସଙ୍ଗେ ଗୁରୁ ଭବନ କଥା ରଙ୍ଗେ ପଚାରି ଲଭିଲେ ଆମୋଦ ଛୟାଅଶୀରେ ସମ୍ବାଦ
ଶୋକ ଚରଣେ ଦେଇ ଶିର ବୋଲେ ପରୀକ୍ଷ ନୃପବର। ରାଜା ପରୀକ୍ଷିତ ଉବାଚ ଭୋମୁନି ଅନନ୍ତ ଚରିତ ଶୁଣି ହୋଇଲି କୃତକୃତ୍ୟ। ମହାତ୍ମା ଅନନ୍ତର ବାଣୀ ଆତ୍ମା ପବିତ୍ର କଲି ଶୁଣି। ଶଙ୍କର ଶରଣ କର୍ମ ଯେତେ ଅନନ୍ତ ବଳ ଅପ୍ରମିତେ। ମାୟା ମନୁଷ୍ୟ ରୂପ ଧରି ଦେବେ ଅଦ୍ଭୁତ କର୍ମ କରି। ଅଧର୍ମ ନାଶୀ ଧର୍ମ ରକ୍ଷା ପୁରାଇ ସାଧୁ ମନ ବାଞ୍ଛା। ହରିଲେ ଧରଣୀର ଭାର ବ୍ରହ୍ମା ଶଙ୍କରେ ଅଗୋଚର। ଆବର କର୍ମ କଲେ ଯେତେ ଭୋମୁନି କହ ମୋ ଗ୍ରତେ। କୃଷ୍ଣ ଚରିତ ଅବିରତ ଶୁଣିତେ ହୋଏ ତୋ ସଚିତ। କାମ୍ୟ ସଂକଳ୍ପେ ମୂଢ଼ ଜନ ବିଷ୍ଣୁ ମାୟାରେ ହୋଇଛନ। ଯନ୍ତ୍ରିତ ହୋଇ ମାୟା ପାଶ ଦୁର୍ଲଭ ଜନ୍ମ करे नाश। कृष्णर गुण शुद्ध मने निरते गुणे जे वचने। ताहाकु बोली वाक्य सार अन्य प्रकारे नोहे सार। जे हस्त करे विष्णु कर्म ताहाकु बोली हस्त धर्म। स्थिर जंगम मध्ये हरि अनंत घटे छन्ति पुरी। ए भावे जे करई ध्यान ताहाकु बोली शुद्ध मन। कृष्णर गुण गाथा बाणी जे कर्णे निरंतरे शुणी। ताहाकु कर्ण बोली लेखी अन्यथा भूमि बिललखी। स्थावर आदि जेते देही एहांक मध्ये हरि थाई। जे जाणी करे नमस्कार निश्चय ताहाकु बोली शिर। कृष्णर रूप जे लोचन निरते करे दर्शन। ताहाकु बोली चक्षु एका अन्य से मयूर चंद्रिका। विष्णु आबर ता सेवक ताहांक चरण उदक। जाहांक शरीरे लागई से प्राणी धन्य देह बही। सुतवाच हेमंत शुणी राजा मुखे शुकलोचन बुझी सुखे। कृष्ण चरणे मन देई कहन्ति राजा मुख चाहि। श्री शुकवाच ଶୁଣ ହୋ ଭି ମନ୍ୟୁ ବଳା ପୂର୍ବେ ଦରିଦ୍ର ବିପ୍ରେ ଥିଲା ବିଦ୍ୟା ପଠନେ ଗୁରୁ ଘରେ ଗୋବିନ୍ଦ ଅବନ୍ତି
ନଗରେ ତାହାର ସଙ୍ଗେ ହେଲେ ମିତ୍ର ଏକଥା ଇହ ଲୋକେ ଚିତ୍ର ସେ ବିପ୍ର ବେଦ ବିଦ ମଧ୍ୟେ ଉତ୍ତମ ଇନ୍ଦ୍ରୀ ଗଣ ସାଧ୍ୟେ ଗୃହସ୍ଥ ଆଶ୍ରମେ ବସଇ ସ୍ୱଧର୍ମେ ଯେତେ ଧନ ପାଇ ସେ ଧନେ ପୋଷଇ ଜୀବନ ନିରତେ କୃଷ୍ଣ ପାଦେ ମନ କୁତ୍ସିତ ବସ୍ତ୍ର ପରିଧାନ କ୍ଷୁଧାରେ ଶରୀର ତାକ୍ଷିଣ ତାର କାମିନୀ ପତିବ୍ରତା ନିରତେ ସ୍ୱାମୀ ପାଦେ ଚିନ୍ତା ଏମନ୍ତେ ମହା ଦୁଃଖ ସହି ବୋଲେ ସ୍ୱାମୀର ମୁଖ ଚାହେଁ ଭୋନାଥ ସଂସାରର ସାର ଦୁର୍ଲଭ ମନୁଷ୍ୟ ଶରୀର ପୂର୍ବେ ସଞ୍ଚିଲା ପୁଣ୍ୟ ନାହିଁ ଦରିଦ୍ରପଣେ ଦେହ ବହି ଆହାରେ ହୋଇଲୁ ନିରାଶ ଧିକ ଆମ୍ଭର ଗୃହବାସ ପୂର୍ବେ ନ ଦେଲୁ ବିପ୍ରହସ୍ତେ ଏବେ ପାଇବୁ କେଉଁ ମତେ ହୋଇଲା ଦରିଦ୍ର ଜୀବନ ଭୋନାଥ ଶୁଣ ମୋ ବଚନ ତୁମ୍ଭେ ଯେ ବୋଲୁ ଥାଅ ନିତ୍ୟ ମୁଁ ମିତ୍ର କୃଷ୍ଣର ସଙ୍ଗତେ ସେ ହରି ବ୍ରାହ୍ମଣ ବତ୍ସଳ କରୁଣା ସିନ୍ଧୁ ଆଦି ମୂଳ ଅନାଥ ଜନ ନିସ୍ତାରଣ ଶରଣ ପରମ କାରଣ ସାଧୁ ଜନଙ୍କ ନିଜ ପତି ନିଶ୍ଚିନ୍ତେ ଛନ୍ତି ଦ୍ୱାରାବତୀ ତାଙ୍କ ନିକଟେ ତୁମ୍ଭେ ଯାଅ ମୋର ଦରିଦ୍ର ପଣ କହ ମିତ୍ର କାମିନୀ ଦୁଃଖ ଶୁଣି ଦୟା ସାଗର ଚକ୍ର ପାଣି ଅନେକ ଧନ ତୁମ୍ଭ ହସ୍ତେ ଦେବେ ସେ ମିତ୍ର ଭାବର୍ଥେ ତାହାଙ୍କ ପଦ୍ମ ପାଦ ଚିତେ ଯେ ପ୍ରାଣୀ ଚିନ୍ତେ ଅବିରତେ ତାହାକୁ ଆତ୍ମା ପଦ ଦିଅନ୍ତି ଏ ତଥ୍ୟ ବେଦେ କହିଛନ୍ତି ଯେ ଅବାଧନ ଅର୍ଥେ ସେବେ ଧର୍ମାଦି ତିନି ବର୍ଗ ଲଭେ ଏମନ୍ତ ମହିମା ତାଙ୍କର ଭୋନାଥ ବିଳମ୍ବନ କର ଏମନ୍ତ ଶୁଣି ତା ବଚନ ବ୍ରାହ୍ମଣ ବିଚାର ମନ ଏମନ୍ତ ପୂର୍ବ ଭାଗ୍ୟ ମୋର ଦେଖିବି ଶରଣ ସଦର ବଡ଼ ପରମ ଲାଭ ମୋର ଜନ୍ମ ମରଣ ଜୀବ ଦୂର ବ୍ରାହ୍ମଣ ବତ୍ସଳ ଅନନ୍ତ ସ୍ୱଭାବେ ମୋହି ତାଙ୍କ ମିତ୍ର ପ୍ରାଣୀର ଭାବ ସେ ଜାଣନ୍ତି ଯେଣୁ ସକଳ ରୋଦେ ଥାନ୍ତି
କମଳା ସେବେ ଯା ଚରଣ ମୁଁ ତାରେ ପଶିବି ଶରଣ। ପତ୍ନୀ ବଚନେ ମୋ ଗମନ ଗୋବିନ୍ଦ ଦେବେ ମୋତେ ଧନ। ମିତ୍ର ଇରି ନାହିଁ ଯାର ଭାବକୁ ବସ ଆତ୍ମା ତାର। ଏମନ୍ତ କରି ଅନୁମାନ ପତ୍ନୀ କି ବୋଲଇ ବଚନ। ମିତ୍ର ଭୁବନେ ଯିବି ମୋହି ଭେଟିବି କିବା ଦ୍ରବ୍ୟ ନେଇ। ବନ୍ଧୁ ସୁହୃଦ ଗୃହ ଗତେ ଯେ ପ୍ରାଣୀ ଗମେ ଶୂନ୍ୟ ହସ୍ତେ। ଭାବନ ରହେ ବେନି ମଧ୍ୟେ ନିନ୍ଦିତ ଶାସ୍ତ୍ର ଅନୁବାଦେ। ଯେ ଅବା ଅଛି ମୋର ଘର ଆଣି ତା ଦିଅ ଉପହାର। ଜୀବଇ ମିତ୍ର ଦରଶନେ ଏମନ୍ତେ ସ୍ୱାମୀର ବଚନେ। ବିପ୍ର ଘରଣୀ ଭିକ୍ଷା କରି ପୃଥୁ ତଣ୍ଡୁଳ ମୁଷ୍ଟି ଚାରି। ଚିରା ବସନେ ବାନ୍ଧି ଧୀରେ ତକ୍ଷଣେ ଦେଲା ସ୍ୱାମୀ କରେ। ପୃଥୁକ ଘେନି ଉପାୟନ ବିପ୍ର ଦ୍ୱାରକା ଗମନ। ବିପ୍ର ଚିନ୍ତଇ ପଥେ ଯାନ୍ତେ କୃଷ୍ଣଙ୍କୁ ଭେଟିବି କେମନ୍ତେ। ଦାରିଦ୍ର୍ୟ ଦୁଃଖ ଏ ମୋହର ସେ ହରି ବ୍ରହ୍ମାଣ୍ଡ ଠାକୁର। ଏମନ୍ତେ ବିଚାରଇ ମନେ ପଥେ ଗମଇ ସାବଧାନେ। କଣ୍ଟକ ତୃଣଲତା ଗୁଳ୍ମ ପାଷାଣ ପର୍ବତ ଦୁର୍ଗମ। ଘୋର ଗହନ ଗଲା ଜିଣି ଗମଇ ଦିବସ ରଜନୀ। ଅନେକ ପାଇ ପଥ ଶ୍ରମ ମିଳିଲା ଦ୍ୱାରକା ଭୁବନ। ବୃଷ୍ଣି ଅନ୍ଧକ ଯଦୁପୁର କିଏ ବା ଦେବା ପଟାନ୍ତର। ଯହିଁ ଗୋବିନ୍ଦ ଗୃହାଶ୍ରମୀ 16 ସହସ୍ର ନାରୀ ରମୀ। ସେ ପୁରେ ସେ ବିପ୍ର ପ୍ରବେଶେ ଜୀବ ଯେ ସନେ ବ୍ରହ୍ମେ ମିଶେ। ମିଳିଲା ରୁକ୍ମିଣୀ ମନ୍ଦିର ଯହିଁ ବିଜୟ ଚକ୍ରଧର। ବିପ୍ର ମିଳିଲା ସେ ଭୁବନେ ଭକତ ବନ୍ଧୁ ଦରଶନେ। ଗୋବିନ୍ଦ ବିପ୍ର ମୁଖ ଦେଖି ଉଠିଲେ ଆସନ ଉପେକ୍ଷି। ପ୍ରିୟାର ସଙ୍ଗ ଛାଡ଼ି ହରି ବିପ୍ରକୁ ଆଲିଙ୍ଗନ କରି। ଜଗତ ବନ୍ଧୁ ଦାମୋଦର ହୃଦେ ଲଗାଇ ବିପ୍ରବର। ଆନନ୍ଦେ ପୁଣ ପୁଣ କୋଳେ ନୟନ ଯୁଗୁ ଅଶ୍ରୁ ଗଳେ। ପଲଙ୍କେ ମିତ୍ରକୁ ବସାଇ ଚରଣ ଶୁଦ୍ଧ ଜଳେ ଧୋଇ। ଶେଷ ଉଦକ ଶିରେ ଲଇଁ ନ ମିଳେ ବ୍ରହ୍ମାଣ୍ଡ ଗୋସାଇଁ। ଯାପାଦ ଜଳ ଗଙ୍ଗା ନଦୀ ପବିତ୍ର ଜଗତେ ପ୍ରସିଦ୍ଧି। ଜାନାମେ ସର୍ବ ପାପ ହରେ ସେ ବିପ୍ର ପାଦ ବହେ ଶିରେ। ଶ୍ରୀ करे ଘେନି ଚତୁଃସମ ସୌରଭ ଗନ୍ଧେ ମନୋରମ। ଆନନ୍ଦେ ବିପ୍ର ଅଙ୍ଗେ ବୋଳି ଭକତ ବନ୍ଧୁ ବନମାଳି। ଅଗୁରୁ ଧୂପ ଦେଇ ପାଶେ ପାଦ ପୋଛନ୍ତି ପୀତ ବାସେ। କର୍ପୂର ବାସେ ଦୀପ ପନ୍ତି ଆନନ୍ଦେ ଜାଳି ଯଦୁପତି। ଚରଣ ପୂଜି ଷଡ଼ର୍ଘେ ତାମ୍ବୁଳ ଦେଲେ ଅନୁରାଗେ।
कुशल प्रश्न भगवान मित्रे पूछन्ति तो समन कुत्सित वस्त्र द्विज बर मलिन दिशे कळेबर क्षुधा नळे कंपे काये शिरादिशई सर्वदेहे दिव्य चामर करे धरी विंचन्ति भीष्मक कुमारी कृष्णर अंतपुर नारी विप्रंकु देखन्ति उभारी कृष्णर सभा अनुमाने देखन्ति विस्मित वदने एक आरेक मुख चाहि बोलन्ति गाले हस्त देई देख एहार तप फल जार सेवक नंद बाल एमंत नाही ना देखिला पूर्वे केते तप कला रूप देशई विपरीत केशखांकर अवधूत देख ए अधम निर्धन इह संसारे श्रियाहीन एहार देहे नंद बोला श्रीभुजे आलिंगन कला लक्ष्मीर संग स्नेह तेजी आनंदे बेनी चक्षु बुझी आनंदे तोड़ी बेनी भुजे जेमंत बल भद्रे भजे एमंत बोलू पुर जने गोविंद गभीर वचने गुरु भुवने बाल्य काले थिले जे विद्या संगी मेले से कथा गोविंद सुमरी कहन्ति विप्रहस्त धरी ललित गाथा दामोदर बोलन्ति शुण विप्रवर गुरु दक्षिणा आम्भे देई पुरे अइलु बेनी भाई तुम्भे जे विद्या समापते निज भुवने उपगते उत्तम कुले कन्या बरी विवाह होइलनि कि नारी ताहा मन मणई सत देखि तुम्भर दुख चित्त गृह करणे काम भोगे तुम्भर मन बैरागे निरेख प्राय मणई बोलन्ति प्रभु भावग्राही थकाए लोक ए संसारे कर्म साधन्ति निज घरे कर्मेणु हन्ति हत चेता संसार गृहे मोहि जथा भूमित्र गुरु गृहे थाई विद्या पढ़िलु बेनी भाई तुम्भर संगे शिशु मेले जे अबा कलु बाल काले गुरु कहन्ति ज्ञान सार जेणे न लागे संसार जे गुरु पुण्य कर्म फले जन्म लभिलु मही तले से आदि गुरु जन्म कर्ता तहु अधिक विद्यादाता ता तहु श्रेष्ठ ज्ञान गुरु महिमा के बांत करू आश्रमे जन काम दाता मुझे ज्ञान गुरु कर्ता जे प्राणी वर्णाश्रम मध्ये पंडित शास्त्र अनुवादे मोर वचन उपदेशे संसार तरंती विश्वासे यज्ञ समाधि तप शांति ए मार्गे जे मते सेवन्ति ताहांकु तेते नाही दोष गुरु भक्ते मो विश्वास हे विप्र शुण मित्र मोर स्मरण अछि कि तुम्भर आम्भे जे गुरु गृहे थाई गुरु कामिनी आज्ञा पाई गुरुंक न सिद्ध अर्थे अरण्ये पशिलु समस्ते सुखिला काष्ठ आनिबारे मिलिलु घोर वनस्तरे
ଏମନ୍ତେ ଅପଋତୁ କାଳେ ଗଗନେ ମିଳି ମେଘ ମାଳେ ଦିଗଜେ କଲେ ଅନ୍ଧକାର ବାତ ବରଷା ମହାଘୋର ନିଷ୍ଠୁର ବଜ୍ରଘାତ ତ୍ରାସ ବନେ ନ ଦିଶେ ଦଶ ଦିଶ ତକ୍ଷଣେ ରବି ଅସ୍ତ ଗଲା ଘୋର ତିମିର ପ୍ରକାଶିଲା ଶୁଖିଲା କାଷ୍ଠ ଘେନି କରେ ଆମ୍ଭେ ପଶିଲୁ ବନ ଘୋରେ ଜଳେ ପୁରିଲା ବନ ଭୂଇଁ ସ୍ଥଳ ଗଭୀର ନଦୀ ସଇ ଜଳ ପବନ ଦେହେ ବାଜି ଆମ୍ଭେ ଯେ ବୁଲୁ ସ୍ଥାନ ଖୋଜି ଏକ ଆରେକ ହସ୍ତ ଧରି ଦିଗନ ପାରୁ ସ୍ଥିର କରି କାତରେ ଉଠି ବୃକ୍ଷ ଡାଳେ ରାତ୍ର ବଞ୍ଚିଲୁ ସଙ୍ଗ ମେଳେ ଏମନ୍ତେ ରଜନୀ ପାହିଲା ରବି କିରଣ ପ୍ରକାଶିଲା ଗୁରୁ କାମିନୀ ଗୁରୁ ମେଳେ ଆମ୍ଭଙ୍କୁ ଖୋଜି ପ୍ରାତ କାଳେ ମିଳିଲେ ବନ ଭୂମି ଲାଗେ ସେ ପତି ପତ୍ନୀ ଏକ ସଙ୍ଗେ ଡାକନ୍ତି ମୁଖେ ନାମ ଧରି ଖୋଜନ୍ତି ଘୋର ବନେ ହେରି ଶବଦ ଶୁଣି ଘୋର ବନେ ଆମ୍ଭେ ମିଳିଲୁ ତୋ ସମନେ ଆତୁରେ ସୁଖିଛି ବଦନ ଆମ୍ଭଙ୍କୁ ଦେଖି ତୋ ସମନ ଆମ୍ଭର ଦୁଃଖ ମୁଖ ନା ଚାହିଁ ଗୁରୁ ବୋଲନ୍ତି ତୋ ସହୋଇ ହେ ଶିଷ୍ୟ ପୁତ୍ର ମୋର ଅର୍ଥେ ତୁମ୍ଭେ ଯେ ଗହନ ବନସ୍ତେ ଦୁର୍ଲଭ ପ୍ରାଣ ଏ ଜଗତେ ଏହା ନ ଗଣ ମୋର ଅର୍ଥେ ଦୁଃଖେ ଭ୍ରମିଲ ଘୋର ବନ ମୁଁ ଆଜ ହୋଇଲି ପ୍ରସନ୍ନ ଯେତେ ତୁମ୍ଭର ମନରଥ ମୋର କଲ୍ୟାଣେ ହେଉ ସାର୍ଥ ତୁମ୍ଭର ବେଦ ବିଦ୍ୟା ଯେତେ ନିଶ୍ଚଳେ ରହୁ ଶୁଦ୍ଧ ଚିତେ ଏମନ୍ତ କଲେ ସେ କଲ୍ୟାଣ କୃଷ୍ଣ ବୋଲନ୍ତି ମିତ୍ର ଶୁଣ ଏମନ୍ତେ ନାନା କୌତୁକେ ବଞ୍ଚିଲୁ ଗୁରୁ ଗୃହେ ସୁଖେ ଗୁରୁ ପ୍ରସନ୍ନେ ବିଦ୍ୟା ଜାଣି ବ୍ରାହ୍ମଣ ବୋଲେ ତାହା ଶୁଣି ତୁ ନାଥ ଦେବଙ୍କର ଗୁରୁ ବିପାକ ଫଳ ତୁ ବିଚାରୁ ଗୁରୁ ଭବନେ ତୋର ମେଳେ ମୁଁ ଯେ ବଞ୍ଚିଲି ବାଳ କାଳେ ତୋ ସଙ୍ଗେ ଥାଇ ପୂର୍ଣ୍ଣ କାମ କାହୁଁ ଲାଗିବ ଭବ ଭ୍ରମ ଦେବଙ୍କ ସ୍ଥାନ ତୋ ଶରୀର ତୁ ଆଦି ଧର୍ମ ନିରାକାର ସର୍ବସମ୍ଭବ ତୋ ଶରୀରେ ତୋ ସଙ୍ଗେ ଗୁରୁଙ୍କ ନଗରେ ମୁଁ ଥିଲି ବୋଲିବ କେ ଜନ ଏ ବଡ଼ ଶାସ୍ତ୍ର ବିଡ଼ମ୍ବନ କୃଷ୍ଣ ପ୍ରସନ୍ନେ ଭାଗବତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ଦଶମ ସ୍କନ୍ଧେ ଶ୍ରୀଦାମାଚରିତେ ଷୋଡ଼ଶୀତିତମ ଅଧ୍ୟାୟ।